ମଉସା ମାନେ ଅଛନ୍ତି ଯେଉଁ ଦିନ ମିଳିବାର ଥିଲା ଦିନ ଏପଟ ସେପଟ ହୁଏନି, ଗୋଟିଏ ଦିନ ସେଇ ଦିନ ହିଁ ଆମକୁ ବାର୍ଦ୍ଧକ୍ୟ ଭତ୍ତା ମିଳୁଥିଲା। ଏବେ ଦୌଡ଼ି 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 ଗୋଟେ ନୁହଁ, ଦୁଇ ନୁହଁ, ତିନି ନୁହଁ, ଚାରି ନୁହଁ, ପାଞ୍ଚ ନୁହଁ, 6 ମାସ ହେଲାଣି ମିଳୁନାହିଁ। କାହିଁକି? ପ୍ରତିଟି ଯାହା ବି ଆପଣ ଯୋଜନା କରୁଛନ୍ତି ତାର ଖାଲି ନାଁଟା ଚେଞ୍ଜ କରିଦେଲେ କ'ଣ ହେଇଯିବ? ସିଏ ସେଇ ବିଜେଡ଼ି କରିଥିଲା, ବିଜେଡ଼ି ପାଖରେ ଅଛି ସେ ସବୁ ଜିନିଷ। କ'ଣଟା ଆପଣ କରୁଛନ୍ତି? ରେଳ ଷ୍ଟେସନ, ଏୟାରପୋର୍ଟ, ଯେକୌଣସି ଜାଗା ଦେଖନ୍ତୁ, ଖାଲି ରଙ୍ଗଟା ଚେଞ୍ଜ କରିଦେଲେ କ'ଣ ହେବ? ଗେରୁଆ ରଙ୍ଗ ମାରିଦେଲେ କ'ଣ ହେବ? ଗ୍ରୀନ୍ଟା ଗ୍ରୀନ୍ କେଡ଼େ ସୁନ୍ଦର ଦେଖାଯାଉଛି, ଗେରୁଆ ମାରିକି ସନ୍ନ୍ୟାସୀ କରିବେ ସମସ୍ତଙ୍କୁ ଆପଣ। ସେ ସମୟରେ କାହା ପାଇଁ? ଏ 1000ଟି ଟଙ୍କା ପାଇଁ ଗାଉଛନ୍ତି। ଏଇ ଦିନ ଦେଖିବାର ଥିଲା ଆମକୁ, ଏଇ ଦିନ ପାଇଁ ଭୋଟ ଦିଆଯାଇଥିଲା ତମକୁ, ଏଇ ଦିନ ପାଇଁ ଆମେ ତମ ଗୁଣ ଗାଇବୁ। ତମେ ଆମକୁ କ'ଣ ଦେଉଛ କି? ଆମକୁ ଲୁଣ ଦେଉଛି, ଆମକୁ ଖାଇବା ପାଇଁ ଦେଉଛି ଜଗନ୍ନାଥ। ଛାଡ଼, ଜଗନ୍ନାଥ ତ ବହୁତ ଉପରେ ରହିଲେଣି। ତମେ ତମର କର୍ତ୍ତବ୍ୟ କାହିଁ କରୁନ? 2 ବର୍ଷ ଭିତରେ ତମେ କରିଛ କ'ଣ? ଏ ପ୍ରତିବାଦର ନୂଆ ସ୍ୱର। ନିଜେ ଗୀତ ଲେଖୁଛନ୍ତି, ସିଏ ତ କହୁଛନ୍ତି ନା ମେଡ଼ିସିନ ଖାଇବା ପାଇଁ ପଇସା ନାହିଁ, ଦେହରେ ବଳ ନାହିଁ, ହାତ ଗୋଡ଼ ଥରୁଛି, କ'ଣ କରିବୁ ଆମେ? ଚିଲେଇ ଚିଲେଇ ତ କହିପାରିବୁନି, ଗୀତ ଗାଇବାକୁ ପଡ଼ିବ। ଆମ ସ୍ୱରଟା, ଆମ କଣ୍ଠର ସ୍ୱରଠୁ ଅଧିକା ଏ ମୃଦଙ୍ଗ ବାଜିବ। ଆମ କଣ୍ଠର ସ୍ୱରରୁ ଏ ଝାଞ୍ଜ ବାଜିବ, ଏ କଞ୍ଜିରା ବାଜିବ, ଏ ମଞ୍ଜିରା ବାଜିବ, ଏ କରତାଳ ବାଜିବ। ଆଉ କ'ଣ କହିପାରିବୁ? ଗିନି ବାଜିବ, ଏ କର। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ। ମୋର 4.5 କୋଟି ଓଡ଼ିଆଙ୍କୁ ମୋର ଭୂମିଷ୍ଠ ପ୍ରଣାମ। ପୁଣି ସେଇ କଥା ଆଜ୍ଞା, ଯେଉଁଟା ହେଉଥିଲା ଗଞ୍ଜାମରେ, ଯେଉଁଟା ହେଉଥିଲା ସେପଟେ, ଯେଉଁଟା ହେଉଥିଲା ସେପଟେ ଓଡ଼ିଶାରେ, ଏବେ ପୁଣି ଆଉଥରେ ବାଲେଶ୍ୱରରେ ସେଇ ଖେଳ ହେଲାଣି। ଗୋଟେ ନୁହଁ, 2 ନୁହଁ, 3 ମାସ ହୋଇଗଲାଣି ଭତ୍ତା ମିଳୁନି। 3000 ଟଙ୍କା କହିଥିଲେ, 3500 କହିଥିଲେ। ହାତ ଯୋଡ଼ି ଯୋଡ଼ି ଟିକେଟ ଭୋଟ ମାଗିଲା ବେଳକୁ 3500 କହିଥିଲେ। 1000ଟି ଟଙ୍କା ଦେବା ପାଇଁ ତାଙ୍କର କ୍ଷମତା ପାଉନି। ଏପଟେ ସେମାନେ ଗୋକୁଳ ବନ ବିଦ୍ୟାଳୟ କରିବା କ'ଣ କହିଲେଣି। ବିଡ଼ିଓ ପାଖକୁ ଗଲା ବେଳକୁ ବିଡ଼ିଓ କହୁଛି ପଇସା ନାହିଁ, ବ୍ଲକ ଅଫିସ୍ ଗଲା ବେଳକୁ ପଇସା ନାହିଁ, ବ୍ୟାଙ୍କ କେତେ ଦୌଡ଼ିବେ ଖରାରେ। ଆରେ ଏ ଖରାରେ ତ ମୋତେ ଏସି କାର୍ ଭିତରେ ଯିବା ପାଇଁ ଭୟ ଲାଗୁଛି। ଆପଣ ନିଜେ ଦେଖୁନାହାନ୍ତି, ମୁଁ ଏ ଘରେ ପଶିକି ବି ପୁରା ପିନ୍ଧି ପାରୁନି କପଡ଼ା, ଏତେ ଗରମ ହେଉଛି, ଗୁଳୁଗୁଳି ହେଉଛି। ଛାତ ଉପରେ ଆସିକି ଭିଡ଼ିଓ ବନାଉଛି। ସେ ବୃଦ୍ଧା ମା ମାନେ, ସେ ମଉସା ମାନେ କେମିତି ଯାଇକି 1000ଟି ଟଙ୍କା ପାଇଁ ଆଜ୍ଞା, 1000ଟି ଟଙ୍କା ଆଜିକା ଜୀବନରେ କ'ଣ ଆଜ୍ଞା? ସେ 1000ଟି ଟଙ୍କା ପାଇଁ ସେ ଯାଇକି ସେଠି ଝାଞ୍ଜ, କୀର୍ତ୍ତନ, ମୃଦଙ୍ଗ, ଗିନି, କରତାଳ, ଖଞ୍ଜଣି ଧରିକି ବସିଲେଣି। ତାଙ୍କୁ ଯେତେବେଳେ ପ୍ରଶ୍ନ କରାହେଉଛି, ରିପୋର୍ଟର ଭାଇ ପଚାରୁଛନ୍ତି, ମିଡ଼ିଆ ଭାଇ ପଚାରୁଛନ୍ତି, ଆପଣ କାହିଁକି ମଉସା ଏମିତି କରୁଛନ୍ତି ମାଉସୀ? ଏ ପ୍ରତିବାଦର ନୂଆ ସ୍ୱର। ନିଜେ ଗୀତ ଲେଖୁଛନ୍ତି, ସିଏ ତ କହୁଛନ୍ତି ନା ମେଡ଼ିସିନ ଖାଇବା ପାଇଁ ପଇସା ନାହିଁ, ଦେହରେ ବଳ ନାହିଁ, ହାତ ଗୋଡ଼ ଥରୁଛି, କ'ଣ କରିବୁ ଆମେ? ଚିଲେଇ ଚିଲେଇ ତ କହିପାରିବୁନି, ଗୀତ ଗାଇବାକୁ ପଡ଼ିବ। ଆମ ସ୍ୱରଟା, ଆମ କଣ୍ଠର ସ୍ୱରଠୁ ଅଧିକା ଏ ମୃଦଙ୍ଗ ବାଜିବ। ଆମ କଣ୍ଠର ସ୍ୱରରୁ ଏ ଝାଞ୍ଜ ବାଜିବ, ଏ କଞ୍ଜିରା ବାଜିବ, ଏ ମଞ୍ଜିରା ବାଜିବ, ଏ କରତାଳ ବାଜିବ। ଆଉ କ'ଣ କହିପାରିବୁ? ଗିନି ବାଜିବ, ଏ କରତାଳ ବାଜିବ। ଯେଉଁ ସମୟରେ ସେ ହରିଙ୍କ ନାମ ନେବା କଥା, ହରି ପାଇଁ ସଂକୀର୍ତ୍ତନ କରିବା କଥା, ହରି ପାଇଁ ଗୀତ ଗାଇବା କଥା, ରାଧାରାଣୀଙ୍କ ପାଇଁ ଗୀତ ଗାଇବା କଥା, ସେ ସମୟରେ କାହା ପାଇଁ? ଏ 1000ଟି ଟଙ୍କା ପାଇଁ ଗାଉଛନ୍ତି। ଏଇ ଦିନ ଦେଖିବାର ଥିଲା ଆମକୁ, ଏଇ ଦିନ ପାଇଁ ଭୋଟ ଦିଆଯାଇଥିଲା ତମକୁ, ଏଇ ଦିନ ପାଇଁ ଆମେ ତମ ଗୁଣ ଗାଇବୁ। ତମେ ଆମକୁ କ'ଣ ଦେଉଛ କି? ଆମକୁ ଲୁଣ ଦେଉଛି, ଆମକୁ ଖାଇବା ପାଇଁ ଦେଉଛି ଜଗନ୍ନାଥ। ଛାଡ଼, ଜଗନ୍ନାଥ ତ ବହୁତ ଉପରେ ରହିଲେଣି। ତମେ ତମର କର୍ତ୍ତବ୍ୟ କାହିଁ କରୁନ? 2 ବର୍ଷ ଭିତରେ ତମେ କରିଛ କ'ଣ? 2 ବର୍ଷ ଭିତରେ ତମେ କ'ଣ କରିଛ? ସବୁ ଜଳ ଜଳ ହେଇକି ଦେଖାଯାଉଛି। ଯାହା କରିଥିଲା ଶଙ୍ଖ କରିଥିଲା, ଯାହା କରିଥିଲା ବିଜେଡ଼ି କରିଥିଲା, ତାକୁ ଟିକେ ଟିକେ ଟେକି 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 ମାର୍ଜିତ କରି କରି କହୁଛ ଦେଖ ଆମେ କରୁଛୁ ବୋଲି। ଆଉ ଖାଲି ନାଁଟା ଚେଞ୍ଜ କରିଦେଲେ ପ୍ରତିଟି ଯାହା ବି ଆପଣ ଯୋଜନା କରୁଛନ୍ତି ତାର ଖାଲି ନାଁଟା ଚେଞ୍ଜ କରିଦେଲେ କ'ଣ ହେଇଯିବ? ସିଏ ସେଇ ବିଜେଡ଼ି କରିଥିଲା, ବିଜେଡ଼ି ପାଖରେ ଅଛି ସେ ସବୁ ଜିନିଷ। କ'ଣଟା ଆପଣ କରୁଛନ୍ତି? ରେଳ ଷ୍ଟେସନ, ଏୟାରପୋର୍ଟ, ଯେକୌଣସି ଜାଗା ଦେଖନ୍ତୁ, ଖାଲି ରଙ୍ଗଟା ଚେଞ୍ଜ କରିଦେଲେ କ'ଣ ହେବ? ଗେରୁଆ ରଙ୍ଗ ମାରିଦେଲେ କ'ଣ ହେବ? ଗ୍ରୀନ୍ଟା ଗ୍ରୀନ୍ କେଡ଼େ ସୁନ୍ଦର ଦେଖାଯାଉଛି, ଗେରୁଆ ମାରିକି ସନ୍ନ୍ୟାସୀ କରିବେ ସମସ୍ତଙ୍କୁ ଆପଣ। ଶାସନ କେନ୍ଦ୍ରରେ ଅଛି, ଜଗନ୍ନାଥକୁ ଆପଣ କ'ଣ ବୁଝିବେ? ନା ଏ ଗୋଦାବରୀଶ ମିଶ୍ରଙ୍କୁ ଆପଣ କ'ଣ ବୁଝିବେ? ନା 4.5 କୋଟି ଓଡ଼ିଆଙ୍କ ହୃଦୟକୁ ଆପଣ କ'ଣ ବୁଝିପାରିବେ? ଯଦି ବୁଝିପାରିଥାନ୍ତେ ତାହେଲେ 70-80 ବର୍ଷ ବୟସ୍କା ବୃଦ୍ଧା ଏମାନଙ୍କୁ 1000 ଟଙ୍କା ପାଇଁ ଆଜି ଗିନି, କୀର୍ତ୍ତନ, ଝାଞ୍ଜ, ଖୋଳ, ମୃଦଙ୍ଗ ଧରିକି ବସିବାକୁ ପଡ଼ିନଥାନ୍ତା। କ'ଣ କୁହାଯାଇପାରିବ? ମୁହଁରୁ ଭାଷା ବାହାରୁନି। ଆଇ ଏମ୍ ସ୍ପିଚଲେସ୍। ଏଇ ଦିନ ପାଇଁ ତୁମକୁ ଭୋଟ ଦିଆ ହେଇଥିଲା। ଯାହା ବି ହେଇଥିଲା, ଭୁଲ ହଉ ଠିକ୍ ହଉ, ତୁମେ କେମିତି ଭୋଟ ନେଇଛ ଭିତର କଥାଟା ଜଣାପଡ଼ୁନି। ଲାଗୁନି ଯେ ସମସ୍ତେ ଭୋଟ ଦେଇଥିବେ ଭଳିଆ, ଭିତରେ କିଛି ଖେଳ ହେଇଛି। କିନ୍ତୁ ଯଦି ବି ତୁମେ ଶାସନକୁ ଆସିଲ, ତୁମର କ'ଣ କରିବା, ତୁମର ଦାୟିତ୍ୱ କ'ଣ କରିଛ ତୁମେ?
ବର୍ତ୍ତମାନ ପର୍ଯ୍ୟନ୍ତ କ'ଣ କରିଛ ତୁମେ? 2029 ଆଉ ବେଶୀ ନାହିଁ, ଦେଖୁ ଦେଖୁ ଦିନ ପଳାଇବା। ମନେ ଅଛି ଆଜ୍ଞା କରୋନା କେମିତି ଗଲା? ଗୋଟେ ଚୁଟକି ଗୋଟେ ଚୁଟକି ଗୋଟେ ଚୁଟକି, ସେଇଭଳିଆ ଗୋଟେ ଚୁଟକିରେ 5 ବର୍ଷ ପଳେଇବ, ଜଣାପଡ଼ିବନି। ପୁଣି ଆସିବ ଶଙ୍ଖ, ପୁଣି ବାଜିବ ଶଙ୍ଖ, ପୁଣି ଆସିବ ବିଜେଡ଼ି, ପୁଣି ଆସିବ ନବୀନ ସରକାର, ପୁଣି ଆସିବ କାଳିଆ ଯୋଜନା, ଯାହା ଯାହା ଆମର ସବୁ ଥିଲା, ବାର୍ଦ୍ଧକ୍ୟ ଭତ୍ତା। ନିଜେ କହୁଛନ୍ତି ଯେତିକି ମାଆମାନେ ଅଛନ୍ତି, ଯେତିକି ମଉସାମାନେ ଅଛନ୍ତି, ଯେଉଁ ଦିନ ମିଳିବାର ଥିଲା ଦିନ ଏପଟ ସେପଟ ହୁଏନି, ଗୋଟିଏ ଦିନ, ସେଇ ଦିନ ହିଁ ଆମକୁ ବାର୍ଦ୍ଧକ୍ୟ ଭତ୍ତା ମିଳୁଥିଲା। ଏବେ ଦୌଡ଼ି 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 ଗୋଟେ ନୁହଁ, 2 ନୁହଁ, 3 ନୁହଁ, 4 ନୁହଁ, 5 ନୁହଁ, 6 ମାସ ହେଲାଣି ମିଳୁନାହିଁ। କାହିଁକି? କ'ଣ ତୁମେ ସିଷ୍ଟମ୍ କରିଛ? ଆରେ ଦାନା ଟିକକ ପାଇଁ ଜଗନ୍ନାଥ ସଂସ୍କୃତିର ଲୋକ, 4.5 କୋଟି ଓଡ଼ିଆ, ଯିଏ ଅର୍ଣ୍ଣବ୍ରହ୍ମ ନିଜେ ଜଗନ୍ନାଥ, ସେ ଧାମରେ ରହି, ସେ ଦେଶରେ ରହି, ସେ ରାଜ୍ୟରେ ରହି ଅନ୍ନ ମୁଠିକ ମିଳିବନି ଆମକୁ। ଏ ମାଆମାନଙ୍କୁ ଅନ୍ନ ମୁଠିକ ମିଳିବନି, ଦାନା ମୁଠେ ମିଳିବନି। ତୁମେ 1000ଟି ଟଙ୍କା ମାରିକି କୁଆଡ଼େ ଯିବ? ସେ 1000ଟି ଟଙ୍କା ତୁମେ ଯେତିକି ମାରୁଛ, ସବୁ ସେ 1000 କୋଟି, 1000 ଅନନ୍ତ କୋଟି ଜନ୍ମରେ ତୁମେ ତା'ର ଦୁଃଖ ଭୋଗିବ। ଜଗନ୍ନାଥ ସବୁ ଦେଖୁଛି, ଚକାଆଖି ସବୁ ଦେଖୁଛି। ଯିବ କୁଆଡ଼େ ତୁମେ? ସୁଧ ମୂଳ ସହିତ ସବୁ ହିସାବ ହେବ। ହିସାବ କରିବ କାଳିଆ, ଦେଖୁଛି ଭାଇ ବଳିଆ। ହୃଦୟ ଭରି ଆସୁଛି। ଆପଣ ସେ ସିନ୍ ଦେଖିପାରିବେନି ଆଜ୍ଞା, ସେ ସିନ୍ ଦେଖିପାରିବେନି। ଯାହା ଭଳିଆ ଯାଇକି ଏତେ ଖରାରେ ଆମେ ବାହାରି ପାରୁନୁ, ଏତିକି ଖରାରେ ସେ ଖରାରେ କେମିତି ରହୁଛନ୍ତି, ପ୍ରତିବାଦ କରୁଛନ୍ତି 1000ଟି ଟଙ୍କା ପାଇଁ। ଏସବୁ ଜିନିଷକୁ ହୃଦୟରେ ଜଳେଇକି ରଖନ୍ତୁ ଆଜ୍ଞା, ଜଳେଇକି ରଖିଥିବ। ଯଦି ମନରେ ଥିବ କିଛି ମଉସା ମାଉସୀ ଏଇ କଥା କହୁଛନ୍ତି ଯେମିତି ଇଂରେଜ ଅମଳରେ ଆମକୁ ଗୁଳି ମାରି ଦିଆହେଉଥିଲା। ଆମକୁ ସେମିତି ଗୁଳି ମାରି ଦିଅନ୍ତୁ, ବୁଢ଼ା ହେଲା ମାନେ କିଛି କାମର ନାହିଁ, ତାକୁ ଗୁଳି ମାରିଦିଅ। ଏବେ ଗୁଳି ମାରି ଦେଉନାହାନ୍ତି, ଆମକୁ କାହିଁକି କଲବଲ କରିକି ଦୌଡ଼ଉଛନ୍ତି? ପଇସା ପତ୍ର ମିଳୁନି ଆମକୁ। ଯେତିକି ଆମର ଅଟୋରେ ଆସିବା ଭଡ଼ା ଖର୍ଚ୍ଚରେ ଧାର କରଜ କରିକି ଆମେ ଯିବା ଆସିବା କରୁଛୁ, ପଇସାଟି ମିଳିପାରୁନି। 1000ଟି ଟଙ୍କା, 1000ଟି ଟଙ୍କା ଆଜ୍ଞା କେତେ ଆଜିକାଲି? ନିଜେ କହୁନାହାନ୍ତି ଆପଣ। 1000ଟି ଟଙ୍କା ଛୁଆଟିକି ଦେବେ, ସିଏ ଖର୍ଚ୍ଚ କରିଦେବ ସାଙ୍ଗେ ସାଙ୍ଗେ। ଛୋଟ ଛୁଆଟି, ସିଏ ବି 1000 ଟଙ୍କା କାହିଁ ମାଗୁଛନ୍ତି ଆଜ୍ଞା? ଖାଇବା ପାଇଁ। କ'ଣ 1000 ଟଙ୍କା କ'ଣ ଖାଇବେ ସିଏ? ତାଙ୍କ ମେଡ଼ିସିନ ଖର୍ଚ୍ଚଟି ଦରକାର। ବର୍ତ୍ତମାନ ସମୟରେ ମେଡ଼ିସିନ ସିଏ ଅଧିକା ଖାଇବେ, ଖାଦ୍ୟ କମ୍ ଖାଇବେ। ଯାହା ଘରେ ବୃଦ୍ଧ ଅଛନ୍ତି, ମଉସା ମାଉସୀ ଅଛନ୍ତି, ସମସ୍ତେ ଜାଣିଛନ୍ତି ଏ ଜିନିଷ। ମେଡ଼ିସିନ ଅଧିକ ଖାଆନ୍ତି ସେମାନେ, ତମେ ସେଠିକ ଦେଇପାରୁନ, ଆଉ କ'ଣ ଦେବ ତମେ? ଯେତେ ଥର ଅସୁବିଧା ହେବ ସେତେ ଥର ମୁଁ ସ୍ୱର ଉତ୍ତୋଳନ କରିବି। କାହା ପାଇଁ କରୁଛି? ବାହାର ଲୋକ ପାଇଁ କରୁଛି ନା ଫାଜିଲାମି କରୁଛି? ଆମେ ଭୋଟ ଦେଇଛୁ, ଆମ ଘରେ ପଶିକି ତମେ ଭୁଲ ଭାଲ କରିବ, ଆମେ ପ୍ରତିବାଦ କରିବୁନି? ଏବେ କିନ୍ତୁ କାନରେ ଶୁଣିବା ପାଇଁ ଆଉ ଯିବନି, କାନ ସେ ତୁଳା ଦେଇଛନ୍ତି। ଗୋକୁଳ ବନ ବିଦ୍ୟାଳୟ କରିବେ, ତମେ କ'ଣ କରିବ ସବୁ ଜଣାପଡ଼ୁଛି, କ'ଣ କରିବ ଜଣାପଡ଼ୁଛି ସବୁ। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ।